ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଦେଖୁଛନ୍ତି ସତ୍ୟବାଣୀ। ଏହି ସତ୍ୟବାଣୀ ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଅଛୁ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆପଣମାନେ ଦେଖିବାକୁ ପାଉଛନ୍ତି ସୋସିଆଲ ମିଡ଼ିଆରେ ଆଉ ଯେଉଁ ତପି ମିଶ୍ରଙ୍କୁ ନେଇ ଆଉ ଅନେକ ପ୍ରକାର ବାଦ ବିବାଦ ଚାଲିଅଛି। ଆଉ ସେ ମଧ୍ୟ ଆସି ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ, ଖ୍ରୀଷ୍ଟ ଧର୍ମ ବିରୁଦ୍ଧରେ ଅନେକ ପ୍ରକାର ବୟାନଟି ଦେଉଛନ୍ତି। ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ବିରୁଦ୍ଧରେ, ଖ୍ରୀଷ୍ଟ ଧର୍ମ ବିଷୟରେ ମଧ୍ୟ ସେପରି ଅନେକ ପ୍ରକାର ବକବାସ କରୁଛନ୍ତି। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ତାରି ଉପରେ ଆଜିର ଆମେ ଯେଉଁ ଭିଡ଼ିଓଟିକୁ ଆପଣମାନଙ୍କ ନିକଟକୁ ଆଣିଅଛୁ। ଆଉ এই ଭିଡ଼ିଓଟିକୁ ଆପଣମାନେ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ଯଦି ଆମ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ତେବେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥିମାନଙ୍କ ନିକଟକୁ ସେୟାର କରନ୍ତୁ। ତ ଚାଲନ୍ତୁ ଖ୍ରୀଷ୍ଟ ପ୍ରିୟ ମୋର ଭାଇ ଭଉଣୀମାନେ ଆଜିର ଭିଡ଼ିଓଟିକୁ ଆମେ ଦେଖିବା। ତ ଖ୍ରୀଷ୍ଟ ପ୍ରିୟ ମୋର ଭାଇ ଭଉଣୀମାନେ, ପ୍ରଭୁଙ୍କର ପବିତ୍ର ମହାନ ନାମର ଧନ୍ୟବାଦ ହେଉ। ପ୍ରଭୁ ମହାନ ପରମେଶ୍ୱର, ଯେଉଁମାନେ କି ଆଜି ସେ ତପି ମିଶ୍ର ସନାତନୀ ଫିଲ୍ମକୁ ନେଇ ଆଜି ଯେଉଁ ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ଉପରେ ଆଉ ଅନେକ ପ୍ରକାରର ଅଭିଯୋଗ ଲଗାଉଛନ୍ତି, ଅନେକ ପ୍ରକାର କଥା କହୁଛନ୍ତି। ସେ ଗୁହ ଖାଇବା କଥା ହେଉ, ଆଉ ସେ ପାଗଳାମୀ ଯେ ଅନେକ ପ୍ରକାର ଚାଉଳ ବସ୍ତା କି ଅନେକ ପ୍ରକାର ଚାଉଳ 2 କିଲୋ ପାଇଁ, ଅନେକ ପ୍ରକାର ଟଙ୍କା 500 ପାଇଁ ସେମାନେ ଖ୍ରୀଷ୍ଟ ଧର୍ମର ପରିବର୍ତ୍ତନ କରିଛନ୍ତି ବୋଲି ସେ ଆସି ସେ ସୋସିଆଲ ମିଡ଼ିଆରେ ଗଣମାଧ୍ୟମରେ ସେ ତାଙ୍କର ପଏଣ୍ଟ ରଖୁଛନ୍ତି। ତାରି ଉପରେ ଆମମାନେ ସମସ୍ତେ ତାଙ୍କର ଭିଡ଼ିଓଟିକୁ, ତାଙ୍କର ପଏଣ୍ଟକୁ ଆମମାନେ ଶୁଣିଅଛୁ, ଦେଖିବି ଅଛୁ। ପୂର୍ବଦିନମାନଙ୍କରେ ବର୍ତ୍ତମାନ ମଧ୍ୟ ସେ ଆଜି ଆଉ ଏପରି ଜବାବ ଦେଇଛନ୍ତି ଯେ ସେ ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ ମଧ୍ୟ ଅନେକ ପ୍ରକାର କଥା କହୁଛନ୍ତି। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆମମାନେ ଜାଣିଅଛୁ ତ ତପି କ'ଣ, ତା ପୂର୍ବରୁ ପବିତ୍ର ଶାସ୍ତ୍ର ବାଇବଲରେ ମଧ୍ୟ ଲେଖାଯାଉଛି ତାହାଙ୍କ ପରି ଅନେକ ବଡ଼ ବଡ଼ ନେତାମାନେ ଆଉ ପ୍ରଭୁ ଯୀଶୁଙ୍କୁ ବିରୋଧ କରୁଥିଲେ, କିନ୍ତୁ ସେମାନେ ପ୍ରଭୁଙ୍କ ନିମନ୍ତେ ଆଜି ବ୍ୟବହାର ହେଉଛନ୍ତି। ପ୍ରଭୁଙ୍କର ମହାନ ପବିତ୍ର ନାମର ଧନ୍ୟବାଦ ହେଉ। ତାରି ଉପରେ ଆଜି ଜଣେ ଅଭିନେତ୍ରୀ ଆଉ ତପି ମିଶ୍ରଙ୍କ ନେଇକି ସେ ଆଜି ଏହି ଭିଡ଼ିଓରେ ଜବାବ ଦେଇଛନ୍ତି। ସେ ଅତି ସ୍ପଷ୍ଟ ଭାବରେ, ସୁନ୍ଦର ଭାବରେ ତପି ମିଶ୍ରଙ୍କୁ ଜବାବ ଦେଇଛନ୍ତି ପ୍ରେମରେ, ଆଦର୍ଶରେ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆଉ এই ভিডিওটিକୁ ଆପଣମାନେ ଅତି ମାତ୍ରାରେ ମାନେ ସେୟାର କରନ୍ତୁ, ଦେଖନ୍ତୁ। ଲାଇକ୍ କରିନଥିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଏପରି ଭିଡ଼ିଓ ଦେଖିବା ନିମନ୍ତେ ଆମର ଚ୍ୟାନେଲକୁ ଆଉ ବର୍ତ୍ତମାନ ସବସ୍କ୍ରାଇବ୍ କରି ରଖନ୍ତୁ। ଖ୍ରୀଷ୍ଟ ପ୍ରିୟ ମୋର ଭାଇ ଭଉଣୀମାନେ, ଚାଲନ୍ତୁ ଏହି ସୁନ୍ଦର ଜବାବଟିକୁ ଆମମାନେ ଦେଖିବା। हेलो हाय नमस्कार। विगत किछि दिन हम मु यूट्यूब रे देखी आसुची गोटे तर्क वितर्क चली आमर हिंदू आ ख्रीस्टियन मान मध्य तो मत बहुत जन कहते मुनमुनपा आपण यही ऊपर नहीं गोटे किछि वीडियो बनातु, वीडियो पोस्ट करंतु। जेहेतु मु आपण मानकु कहि रखुची, मु हिंदू घरे जन्म होइथिबा जने झियो। मु जो जगार जन्म होइथिले आज्ञा, से जगह कौन सी गोटे ख्रीष्टीय परिवार को मु केबे भी देखनी। आम इनफ्लुएंस हुंती गोटे मुसलमान परिवार को देखिकी, तांको हाव भाव चाली चलन देखिकी आम प्रभावित हुंती। मु जो जगार जन्म नहीं से जगह कौन सी गोटे ख्रीष्टीय परिवार को देखी नी। आ मो माँ जन थे स्कूल टीचर। मुझे स्कूल में पाठ पढ़ुली से आम तृतीय श्रेणी गोटे विषय था भाई बंधु कुटुंब। मते से विषयटी एते प्रभावित करथिला, जोटा आपण चाहिले भी ब्रेकफास्ट ओडिशा न्यूज 7 देखि पारिबे। से जगह मते इंटरव्यू रे भी डका हेतिला, मु जाईथिली। आउ से जगह भी मु इंटरव्यू रे कहिचे सब कथा। मोर माने पत्रिका गुड़ा भी पब्लिसिटी हेची, आपण पढ़ी पार। मोर साक्ष्य भी अच्छी, टेस्टिमनी ऑफ अलीगढ़। आउ विशेष मु एथिपे आसिली कहीं मो झील भी सब कहूँ, मामा तो गोटे वीडियो करके पोस्ट कर। मु ताको कहली ना मामा, अल्प विद्या भयंकरी, अल्प विद्या हूँ भयंकरी। जमीती कि तपी मिश्रंकर अल्प विद्या अच्छी, आउ सेटा भयंकर रूप नौची सोशल मीडिया रे। किछि भी जानना बाइबल धरुचंती, केतले कहउचंती स्वप्न रे मोर जीशु आसिले मते एमती कहले, सेमती कहले, सेमती कहले। पुणी केतले कहउचंती
ଖ୍ରୀଷ୍ଟିଆନ ମାନଙ୍କର କପଡ଼ା ଓହ୍ଲେଇବା ମୁଁ ଆରମ୍ଭ କଲି। ଆଗକୁ ତାଙ୍କୁ ଲଙ୍ଗଳା କରିବି। ଆରେ ତପି, ତମେ କ'ଣ ଜଣେ ଆର୍ଟିଷ୍ଟ ମୁଁ ଜାଣିନି, ବଟ୍ ମୋ ସିନେମାକୁ ତମେ ଦେଖିବାକୁ ଯାଇଥିଲ, ଆଉ ମୋ ସିନେମାର 2 ଜଣ ଆର୍ଟିଷ୍ଟକୁ ତମ ଗାଡ଼ିରେ ବୁଲେଇକି ତମେ ଯେଉଁ ପୋଡ଼କାଷ୍ଟ କରୁଛ ସେଥିରେ ତମେ ନେଇକି ମାନେ ତମେ ବହୁତ ସାରା ପ୍ରେଜିଂ କରୁଥିଲ। ଠିକ୍ ଅଛି, ବଢ଼ିଆ, ସେଇଟା ବଢ଼ିଆ ଥିଲା। କିନ୍ତୁ କିଛି ନ ଜାଣି, ଯେଉଁ ଗୋଟେ କଥାରେ ଅଛି, କିଛି ମନ୍ତ୍ର ନ ଜାଣି ସାପ, କ'ଣ ଗୋଟେ କୁହନ୍ତି ଢଗ ଢମାଳି, ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇବା, ତମେ ସେମିତି କିଛି କରୁଛ। ତମେ ଜାଣିଛ, ଗତକାଲି ମୁଁ ବିଜୟ କାଣ୍ଡୁଇ ସାର୍ଙ୍କୁ ଫୋନ୍ କରିଥିଲି, ଏଇ ସନାତନୀ ମୁଭିର ଡିରେକ୍ଟରଙ୍କ ସାଥିରେ କଥା ହେଲି, ସମସ୍ତ ସାଙ୍ଗରେ କଥା ହେଲି। ଆଉ ତମେ ଜାଣିଛ, ଯିଏ ଏଇ ସିନେମାର ହିରୋ, ମୁଖ୍ୟ ହିରୋ ସମ୍ବିତ, ତମ ଭଳି ଫାଲତୁ ଷ୍ଟେଟମେଣ୍ଟ ସେ କେଉଁ ଜାଗାରେ ବି ଦେଇନାହାନ୍ତି। ନା ବିଜୟ କାଣ୍ଡୁଇ ସାର୍ ଦେଇଛନ୍ତି, ନା ବାସୁଦେବ ବରାଡ଼ ସାର୍ ଦେଇଛନ୍ତି। ତମେ କ'ଣ ପାଇଁ ଏମିତି ହେଉଛ ତପି? ତମେ ଭ୍ୟୁଜ୍ ବଢ଼ିବା ପାଇଁ ଏମିତି ହେଉଛ? ତମକୁ ଭ୍ୟୁଜ୍ ଦରକାର ତ ଯାଅ, ଗରିବ ଗୁରୁବା ଲୋକମାନେ କେତେ କଷ୍ଟ କରୁଛନ୍ତି, ତାଙ୍କୁ ସରକାର ତାଙ୍କୁ ଅଣଦେଖା କରୁଛନ୍ତି, ତା ଉପରେ ତମେ ଭିଡ଼ିଓ ବନାଅ। ତମେ ଜାଣିଛ ତପି, ତମେ ଖ୍ରୀଷ୍ଟିଆନ ମାନଙ୍କ ଏଗେନ୍ଷ୍ଟରେ ଯାଅ, ବିଲକୁଲ ଯାଅ। ମୁଁ ତମ ଆଗରେ 2ଟା ପଏଣ୍ଟ ରଖିବି, କହୁଛି, ମୁଁ ଲେଖିକି ରଖିଛି। ପଏଣ୍ଟ 1, ଗ୍ରାହାମ ଷ୍ଟେନ୍ 1998 ଜାନୁଆରୀ 22 ତାରିଖ ମନୋହରପୁରକୁ, ସେ ମୟୂରଭଞ୍ଜରେ ସେ ଆସିକି 1965 ମସିହାରୁ ସେ କୁଷ୍ଠରୋଗୀମାନଙ୍କ ସେବା କାର୍ଯ୍ୟ କରୁଥିଲେ। ଠିକ୍ 1998 ମସିହାରେ ସେ ତାଙ୍କ 2 ପୁଅଙ୍କ ସହିତ ମନୋହରପୁରରେ ଗୋଟେ ଖ୍ରୀଷ୍ଟିଆନ ସମ୍ମିଳନୀରେ ସେ ଆଟେଣ୍ଡ କରିକି ଦେନ୍ ତାଙ୍କ ଜିପ୍ ଭିତରେ ସିଏ ଆଉ ତାଙ୍କ 2 ପୁଅ ଶୋଇଥିଲେ। ସେହି ସମୟରେ 50-60 ଜଣ, ଦାରା ସିଂ ତାର ନେତୃତ୍ୱ ନେଇଥିଲେ, କୁରାହାଡ଼ି କୋଦାଳ କ'ଣ କ'ଣ ନେଇକି ଯାଇଥିଲେ, ଆଟାକ୍ କଲେ, ଆଉ ପେଟ୍ରୋଲ ଢାଳିକି ଜିଅନ୍ତା ଜଳେଇ ଦେଲେ ବାପ ପୁଅ 3 ଜଣକୁ। ଯେତେବେଳେ ଏଇ କେସ୍ଟି କୋର୍ଟରେ ଚାଲିଲା, ତାଙ୍କ ୱାଇଫ୍ ଗ୍ଲାଡିସ୍ ଷ୍ଟେନ୍ସ ସେ ଯାଇକି ଅପିଲ୍ କଲେ କି ମୋ ସ୍ୱାମୀ, ମୋ 2 ପୁଅ ତ ଚାଲିଗଲେଣି, ଦାରା ସିଂଙ୍କୁ ଆପଣ ଦଣ୍ଡ ଦିଅନ୍ତୁନି। ଆଜୀବନ କାରାଦଣ୍ଡ ହେଇଥିଲା। ସିଏ ଭିକ୍ଷା କରିଥିଲେ କି ଆଙ୍କୁ ଛାଡ଼ି ଦିଆଯାଉ। ଆଉ ଗୋଟେ ଟାଇମ୍ ଆସିଲା, ଦାରା ସିଂ ନିଜେ, ତମେ ଜାଣିଛ ତପି, ଦାରା ସିଂ ଜେଲରେ ଥାଇକି ସୁସମାଚାର ପୁସ୍ତକ ମାଗିକି ପଢ଼ୁଥିଲେ। ଆଉ ଏବେକାର ଯିଏ ମୁଖ୍ୟମନ୍ତ୍ରୀ, ମୁଁ କହୁଛି ଶ୍ରୀଯୁକ୍ତ ମୋହନ ମାଝୀ ସାର୍, ଦାରା ସିଂ ସପୋର୍ଟ ଯାଇକି ହାଫ୍ ପ୍ୟାଣ୍ଟ, ଗୋଟେ ମାଟିଆ କଲର ହାଫ୍ ପ୍ୟାଣ୍ଟ ପିନ୍ଧିକି, ଧଳା ସାର୍ଟ ପିନ୍ଧିକି, ସିଏ ଦାରା ସିଂର ସପୋର୍ଟ ଯାଇକି ଧାରଣା ଦେଇଥିଲେ। କାହିଁକି ନା ସିଏ ବି ହେଉଛନ୍ତି ଜଣେ RSS ପର୍ସନ୍। ଠିକ୍ ଅଛି, ବଢ଼ିଆ କଥା। ସମସ୍ତେ ନିଜ ନିଜ ଧର୍ମକୁ ସୁରକ୍ଷା ଦେବା ଦରକାର, ବହୁତ ବଢ଼ିଆ କଥା, ଏଇଟା ହେବା ବି ଉଚିତ। କିନ୍ତୁ ତପି, ମୁଁ ତମକୁ ଗୋଟେ ପଏଣ୍ଟରେ କଥା କହିବାକୁ ଚାହୁଁଛି, ଯଦି କେଉଁଠି ଦେଖୁଛ କୌଣସି ଗୋଟେ ଖ୍ରୀଷ୍ଟିଆନ ଲୋକ କାହାକୁ ଜୋର ଜବରଦସ୍ତି ବାଧ୍ୟବାଧକତାରେ ଧର୍ମାନ୍ତରୀକରଣ କରୁଛି, ଆମର ଲ ଅଛି, ଆମର ଥାନା ଅଛି, କୋର୍ଟ ଅଛି, କଚେରୀ ଅଛି, ତମେ ତା ନାଁରେ ଆଲିଗେସନ୍ ଦିଅ, ତାକୁ ଆରେଷ୍ଟ କର। କାହିଁକି? ଆଉ ଗୋଟେ କଥା, ଆଉ ଗୋଟେ ପ୍ରଶ୍ନ ମୋ ଆଡ଼ୁ ତମକୁ, ତ ହିନ୍ଦୁ ଲୋକମାନେ କ'ଣ ଏତେ ଶସ୍ତା? 500 ଟଙ୍କା 2 କେଜି ଚାଉଳ ପାଇଁ ସିଏ ତାଙ୍କର ଚେଞ୍ଜ ହେଇଯିବେ? କ'ଣ ପାଇଁ? ମୁଁ ବି ହିନ୍ଦୁ ଘର ଝିଅ, ମୋର ହିନ୍ଦୁ ପ୍ରତି ବି ଟାଣ ଅଛି, ଟିଲ୍ ଅଛି, ଆଗକୁ ବି ରହିବ। ଆମେ କ'ଣ ଏତେ ଶସ୍ତା? ଆମକୁ କିଏ 2 କେଜି ଚାଉଳ ଦେଇଦେବ, 500 ଟଙ୍କା ଦେଇଦେବ, ଆମେ ଚେଞ୍ଜ ହେଇଯିବା? ନା, ଭୁଲ ଭାଲ ଷ୍ଟେଟମେଣ୍ଟ ଦିଅନି ତପି। ତମେ ବର୍ତ୍ତମାନ କ'ଣ କହିଲ, ଓଡ଼ିଶାରେ ଗୋଟେ ନିଆଁ ଲଗେଇବାକୁ ବସିଛ। ଆଉ ତମେ ଜାଣିଛ, ମୁଁ ଯେଉଁ ଜାଗାରେ ଅଛି, କଟକ ହେଉଛି ଗୋଟେ ଭାଇଚାରା ସିଟି। ଆମେ ମୁସଲମାନ ମାନଙ୍କର ପର୍ବକୁ ବି ପାଳନ କରୁ, ହିନ୍ଦୁମାନଙ୍କର ଇଚ୍ ଆଣ୍ଡ ଏଭ୍ରି ପର୍ବ, ସେ ଦିୱାଲି ହଉ, ଦଶହରା ହଉ, ଆମେ ପରସ୍ପରକୁ ୱିଶ୍ କରୁ, ସେମାନେ ଆମ ଘରକୁ ଆସନ୍ତି, ଆମେ ସେମାନଙ୍କ ଘରକୁ ଯାଉ। ତମେ କାହିଁ ଆମ ଭିତରେ ଫାଟ ସୃଷ୍ଟି କରୁଛ? କ'ଣ ପାଇଁ? କ'ଣ ପ୍ରୋବ୍ଲେମ୍ କଲେ? ଆଉ ତମେ ବୋଧେ ଜାଣିନ, ସବୁଠୁ ବିଶ୍ୱରେ ଶାନ୍ତିପ୍ରିୟ ଲୋକ ହେଲେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ। ଖ୍ରୀଷ୍ଟିଆନ ମାନେ ହେଲେ ସବୁଠୁ ଶାନ୍ତିପ୍ରିୟ ଲୋକ। ସେଥିପାଇଁ ଏତେ ଯେଉଁ 12 ଦିନ 15 ଦିନ ହେବ ଯେଉଁ ଯୁଦ୍ଧ ଚାଲିଛି ନା,
ସେମାନେ ଚୁପଚାପ ହେଇକି କେବଳ ତମ ୟୁଟ୍ୟୁବର ରିଟର୍ନ ୟୁଟ୍ୟୁବ କରିକି ସେମାନେ ରିପ୍ଲାଏ କରୁଛନ୍ତି, ହଣା କଟାକୁ ଓହ୍ଲେଇ ନାହାନ୍ତି। ଯଦି ଗୋଟେ ମୁସଲମାନଙ୍କର ଧର୍ମ ପ୍ରଚାରକ ମହମ୍ମଦ ଆଉ ତାଙ୍କ ଈଶ୍ୱର ଆଲ୍ଲାହକୁ ତମେ ଏମିତି ଉଙ୍ଗଲି କରିଥାନ୍ତ ନା, ତମେ ଜାଣିନ ଆର ଭୟାବହ ପରିସ୍ଥିତି କ'ଣ ହେଇଥାନ୍ତା। ରକ୍ତପାତ ହେଇଥାନ୍ତା। ଏଇ ଓଡ଼ିଶାରେ କେବଳ ରକ୍ତର ନଦୀ ବହୁଥାନ୍ତା। ତମେ ସୁଧୁରି ଯାଅ ତପି, ଏମିତି କିଛି କରନି। ଆଉ ମୁଁ ମୋର ଖ୍ରୀଷ୍ଟିଆନ ଭାଇ ଭଉଣୀ ମା ବାପାମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣମାନେ ସତ୍ୟ ଜୀବିତ ଈଶ୍ୱରଙ୍କୁ ଜାଣିଛନ୍ତି, ତାଙ୍କର ଶକ୍ତି ଜାଣିଛନ୍ତି, ଦୟାକରି ତପି ମିଶ୍ରଙ୍କର କୌଣସି ଭିଡ଼ିଓକୁ ଆପଣ ଦେଖନ୍ତୁନି କି ତାଙ୍କୁ କୌଣସି ରିପ୍ଲାଏ କରନ୍ତୁନି। ପ୍ଲିଜ୍ 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 ମୋର ଆପଣଙ୍କୁ ବିନମ୍ର ଅନୁରୋଧ। କାହିଁ କଲେ ଏସବୁ ଦେଖିବା ଦ୍ୱାରା ଆମମାନଙ୍କ ମାନେ ମସ୍ତିଷ୍କ ଭିତରେ ପ୍ରଭୁ ଯେଉଁ ଜ୍ଞାନ ଦେଇଛନ୍ତି ତାହା ବି ଧୀରେ ଧୀରେ ଲୋପ ପାଇଯାଉଛି। ଆମେମାନେ ବି ଭ୍ରାନ୍ତ ହେଇଯାଉଛୁ। କାହିଁକିନା ଆମ ପ୍ରଭୁ ଯୀଶୁ କ'ଣ ଥିଲେ, କ'ଣ ସିଏ, ଆରେ ତାଙ୍କୁ ମାନେ ମୁଁ କ'ଣ କହିବି, ମୋ ମୁଖରେ ଭାଷା ହିଁ ନାହିଁ, ଶବ୍ଦ ହିଁ ନାହିଁ। ଏଇ ଯେଉଁ ଭିଡ଼ିଓ ଦେଖି 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 ମୋ ମୁଣ୍ଡ ବି ଆକ୍ଚୁଆଲି ଖରାପ ହେବାକୁ ଲାଗିଲାଣି। ସବୁଦିନ ମୋତେ ମୋ ପିଲାମାନେ ମାମା ତୁ ଗୋଟେ ଭିଡ଼ିଓ କରି ପୋଷ୍ଟ କର। ନାଇଁ ନାଇଁ ନାଇଁ, ମୁଁ ଜ୍ଞାନୀ ହେଇକି କରିବି। ମୁଁ ଏମିତି ତପି ମିଶ୍ର ଭଳିଆ ଅଜ୍ଞାନୀ ହେଇକି ଭିଡ଼ିଓ ପୋଷ୍ଟ କରିବିନି। ଗୋଟେ ଜାଗାରେ ତପି ମିଶ୍ର ଆଉ ଖ୍ରୀଷ୍ଟିଆନ ମାନେ ଯାଇ ଘୁଅ ଖାଅ। ଆରେ ତପି, ଘୁଅ ଖାଅ ବୋଲି କହୁଛ, ପଢ଼ିଛ ଟୋଟାଲି ଅଧ୍ୟାୟଟାକୁ ପଢ଼ିଛ? କ'ଣ ଟୋଟାଲି ଘଟଣାବଳୀକୁ ଜାଣିଛ କିଛି? ଜିହଜି କଲ ଯେତେବେଳେ ଭୋକରେ ଥିଲେ ସଦାପ୍ରଭୁ ତାଙ୍କୁ କହିଲେ ମନୁଷ୍ୟମାନଙ୍କର ବିଷ୍ଠା ନେଇକି ତାକୁ ଅଗ୍ନିରେ ଦହନ କରିକି ତା ଉପରେ ଖାଦ୍ୟ ପ୍ରସ୍ତୁତ କରି ଖାଅ। ଆଉ ଜିହଜି କଲ କହିଲେ ଆଜ୍ଞା ମୁଁ ସାନବେଳୁ ଏଇ ପ୍ରକାର ଅସୁଚି ଖାଦ୍ୟ ମୁଁ ମୋ ଜୀବନରେ କେବେ ଖାଇନି। ଦେନ୍ ପ୍ରଭୁ କହିଲେ ଠିକ୍ ଅଛି, ତମେ ଗୋରୁର ବିଷ୍ଠାକୁ ନେଇକି ତାକୁ ଅଗ୍ନି ପ୍ରଜ୍ୱଳନ କରିକି ତା ଉପରେ ଖାଦ୍ୟ ମାନେ ପାକ କରିକି ମାନେ ରାନ୍ଧିକି ଖାଅ। ତ ଆଜି ତକ୍ ଆପଣମାନେ ଜାଣିଥିବେ ଗାଈର ଗୋବରକୁ ଲୋକମାନେ ଘଷି ପାରିକି ସେଇ ଘଷିକୁ ଜଳେଇକି ଲୋକମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି। ଆଉ ସେଇ ଘଷିର ପାଉଁଶକୁ ବି ଦାନ୍ତ ଘଷନ୍ତି। ତପି ତମେ ବିଲକୁଲ ବି ଠିକ୍ ସେ କିଛି ଜାଣିନ। ପ୍ରପରଲି ତମେ ବାଇବେଲ ପଢ଼। ଆଉ ଯଦି ଆହୁରି କିଛି ଇଣ୍ଟରନାଲି ମାନେ ଇଟର୍ନାଲ, ଗୋଟେ ଇଣ୍ଟରନାଲି ଆଣ୍ଡ ଗୋଟେ ଅଛି ଇଟର୍ନାଲ, ଯଦି ଜାଣିବାକୁ ଚାହୁଁଛ ତମେ ବିଜ୍ଞ ବ୍ୟକ୍ତିମାନଙ୍କ ସହିତ କଥା ହୁଅ। ତମେ ଦେଖିଛ ତପି ତମର ଭିଡ଼ିଓକୁ ତମର ମୁଁ ବହୁତ ହିନ୍ଦୁ ୟୁଟ୍ୟୁବର୍ସ ମାନଙ୍କୁ ଦେଖୁଛି ତମକୁ ବିରୋଧ କରୁଛନ୍ତି। କ'ଣ ପାଇଁ କରୁଛନ୍ତି? ତମେ ତମ ଜାଗାରେ ଷ୍ଟିକି ନାହ। କେତେବେଳେ କହୁଛ ମୋ ସ୍ୱପ୍ନରେ ଯୀଶୁ ଆସିଗଲାଣି, କେତେବେଳେ କହୁଛ ଏଇ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଅମୁକ। ତମେ ଖ୍ରୀଷ୍ଟିଆନ ଲୋକମାନଙ୍କ ସହିତ ଲାଗୁଛ ଠିକ୍ ଅଛି, କିନ୍ତୁ ତମେ ଯେଉଁ ଜୀବନ୍ତ ଈଶ୍ୱରଙ୍କ ପଛରେ ପଡ଼ିଛ ନା, ତମେ ତାଙ୍କୁ ଜାଣିନ। ତାଙ୍କ ଲାଠିର ଆବାଜ ପୁରା ଶୂନ, କିନ୍ତୁ ପଡ଼ିବ ମାନେ ତଳି ତଳାନ୍ତ ହେଇଯିବ। ଆଉ ତମେ ନିଜକୁ କ'ଣ ଗୋଟେ ଆକ୍ଟର କହୁଛ? କ'ଣ ମୁଁ ତ କେବେ ତମକୁ ଦେଖିନି, କେଉଁଠି କେବେ ବି ଦେଖିନି। ସିରିୟସଲି ସ୍ୱେୟାର ମୁଁ ଦେଖିନି। ମୁଁ ବବି ମିଶ୍ରଙ୍କୁ ଦେଖିଛି, ଆଉ ଯେତେ ଆକ୍ଟର ଆକ୍ଟ୍ରେସ୍ ସମସ୍ତଙ୍କୁ ମୁଁ ଟିଭି ପର୍ଦ୍ଦାରେ ସିନେମା ପର୍ଦ୍ଦା ଦେଖିଛି। ସମସ୍ତଙ୍କ ସହିତ ବି ଉତପ୍ରୋତ ଭାବରେ ମୁଁ ଜଡ଼ିତ, ମୁଁ କାମ କରି ଆସୁଥିଲି। ଆଉ କିଛି 2-3 ମାସ ହେବ ମୁଁ କାମ ବନ୍ଦ କରିଛି, କାହିଁକିନା ମୋର ହେଲ୍ଥ ଇସ୍ୟୁ ଟିକେ ହେଇଛି। ତ ଦୟାକରି ତପି ଏମିତି କିଛି ପଗଳାମି କରନି। ତମକୁ କେତେ ଗାଳି ମିଳୁଛି, ତମକୁ କେତେ ଲୋକ ଧିକ୍କାରୁଛନ୍ତି, ତମେ ଜାଣିଛ କ'ଣ ପାଇଁ ଏସବୁ କରୁଛ? ସୁଧୁରି ଯାଅ। ଆଉ ଗୋଟେ ଦିନ ଦେଖ, ମୁଁ ତମକୁ ଗୋଟେ ଚ୍ୟାଲେଞ୍ଜ କରୁଛି ତପି, ଆଇ ସ୍ୱେୟାର ଗୋଟେ ଦିନ ଆସିବ ଯେଉଁ ବାଇବେଲକୁ ଧରିକି ତମେ ରଙ୍ଗ ଷ୍ଟେଟମେଣ୍ଟ ଦେଉଛ, ଗୋଟେ ସମୟ ଆସିବ ସେଇ ବାଇବେଲକୁ ତୁମେ କାଖରେ ଜାକିକି ତୁମ ଭୁବନେଶ୍ୱର ଟାଉନର ରାସ୍ତା ସାରା ତମେ ବୁଲି ବୁଲି ଯୀଶୁ ବାପାଙ୍କର ପ୍ରଚାର ପ୍ରସାର କରିବ। ଇଟ୍ ଇଜ୍ ମାଇ ଓପନ୍ ଚ୍ୟାଲେଞ୍ଜ ଟୁ ୟୁ। କାହିଁକି ନା ପ୍ରଭୁ ତମକୁ ମନୋନୀତ କରିସାରିଲେଣି, ପ୍ରଭୁ ତମକୁ ହାତ ମୁଠାକୁ ନେଇ ସାରିଲେଣି। ସେଥିପାଇଁ ତମେ ଏଇ ପଗଳାମି ଦେଖାଉଛ। ଯେମିତି ସାଉଲ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଧରିକି ବଦ୍ଧ କରୁଥିଲେ, ହାଣୁଥିଲେ, ମାରୁଥିଲେ, କାଟୁଥିଲେ, କାରାଗତ କରୁଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପ୍ରଭୁ ଯୀଶୁଙ୍କୁ ସ୍ୱୟଂ ଜୀବିତ ଈଶ୍ୱର ରୂପେ ଗ୍ରହଣ କଲେ। ଆଉ ସେ ତାଙ୍କ ନାଁ ପରିବର୍ତ୍ତିତ ହୋଇଗଲା ସାଉଲରୁ ସେଣ୍ଟ ପାଉଲ, ସାଧୁ ପାଉଲ। ଆଉ ସେ ସମସ୍ତ ମଣ୍ଡଳୀମାନଙ୍କୁ ମାନେ ଲେଟର ଲେଖିଲେ
ସେଇ ଦିନ ଆସୁଛି ତପି ତମ ଲାଇଫ୍ରେ। ଆଉ ମୁଁ ତ ମୋର ହାତ ପ୍ରସାରି ତୁମକୁ ୱେଲକମ୍ କରିବି ତମର ବଡ଼ ଭଉଣୀ ହିସାବରେ। ପ୍ରଭୁ ଯୀଶୁଙ୍କ ରାଜ୍ୟକୁ ତମେ ଆସ, ବହୁତ ଶାନ୍ତିରେ ବଞ୍ଚିବ ଆଉ ବହୁତ ଆଶୀର୍ବାଦର ଅଂଶୀ ହେବ।